ସକାଳୁ ସକାଳୁ ବାହାରି ପଡ଼ିଲୁ ଖଣ୍ଡେଶ୍ୱର ମହାଦେବ ମନ୍ଦିର ନାସିକ ଜଗତସିଂହପୁର। ପୁରୁଣା ମନ୍ଦିରଟି ତିର୍ତ୍ତୋଲ ବ୍ଲକର ନାସିକ ଗ୍ରାମରେ ଅବସ୍ଥିତ। ମନ୍ଦିରର ଇତିହାସ ବହୁ ରୋଚକ। ମନ୍ଦିର ପରିସରରେ ବହୁ ବୌଦ୍ଧ ଜୈନ ଧର୍ମର ମୂର୍ତ୍ତି ଦେଖିବାକୁ ମିଳିବ, ଯାହା ହଜାର ବର୍ଷ ତଳର ମୂର୍ତ୍ତି ବୋଲି ଅନୁମାନ କରାଯାଏ। ଅଞ୍ଚଳର ଦେବତା ଖଣ୍ଡେଶ୍ୱର ମହାଦେବ। ମନ୍ଦିରର ନାମ ଖଣ୍ଡେଶ୍ୱର ହେବାର କାରଣ ଦୁଇଟି। କିଛି ଲୋକ କଥା ଅନୁସାରେ ଏହା ଖଣ୍ଡେଶ୍ୱର ନୁହେଁ, ଖଣ୍ଡୀଶ୍ୱର, କାରଣ ଏହା ଖଣ୍ଡି ପ୍ରଗଣାରେ ଅବସ୍ଥିତ। ଖଣ୍ଡି ପ୍ରଗଣା ମାନେ ଖଣ୍ଡି ଅଞ୍ଚଳ। ଖଣ୍ଡି ପ୍ରଗଣାର ଅଧିକାଂଶ ଲୋକ ଏହାଙ୍କୁ ପ୍ରତ୍ୟେକ ଦେବତା ରୂପରେ ମାନୁଥିବାରୁ ଏହାଙ୍କ ନାମ ଖଣ୍ଡିଯୁକ୍ତ ଈଶ୍ୱର ଖଣ୍ଡୀଶ୍ୱର ବା ଲୋକଙ୍କ ମତରେ ଖଣ୍ଡେଶ୍ୱର। ଆଉ ଏକ ଲୋକ କଥା ଅନୁସାରେ ଖଣ୍ଡି ନାମକ ଭିକାରୁଣୀ ରାଜାଙ୍କ ଜୀବନ ରକ୍ଷା କରିଥିବାରୁ ରାଜା ଖୁସି ହୋଇ ଏହି ପ୍ରଗଣା ଭିକ୍ଷୁଣୀକୁ ଦାନ କରିଥିଲେ। ଯେହେତୁ ତାର ହାତ ଖଣ୍ଡି ଥିଲା, ଏହି ପ୍ରଗଣାର ନାମ ଖଣ୍ଡି ପ୍ରଗଣା ରଖାଗଲା। ପରେ ସେହି ଖଣ୍ଡି ନାମରେ ମନ୍ଦିରର ନାମ ଖଣ୍ଡେଶ୍ୱର ମହାଦେବ ରଖାଯାଇଥିବାର ଅନୁମାନ କରାଯାଏ। କେହି ରୋଗ ଯନ୍ତ୍ରଣାରେ ପଡ଼ିଲେ ହେ ଖଣ୍ଡମଣି ରକ୍ଷା କର କହି ମହାଦେବଙ୍କୁ ପ୍ରାର୍ଥନା କରନ୍ତି। ଏ ଅଞ୍ଚଳରେ ଆଗରୁ ବହୁତ ଜୈନ ଧର୍ମ ଲୋକ ଥିଲେ ବୋଲି ଚୌଧୁରୀ ବରଦା ପ୍ରସନ୍ନ ମତ ଦିଅନ୍ତି। ଏହାର ଉଦାହରଣ ମନ୍ଦିରରେ ଜୈନ ମୂର୍ତ୍ତି ଆଉ ପାଖରେ ଏକ ଜୈନାବଜ ନାମକ ତୋଟା ନାମରେ ଏବେ ବି ଜାଗା ଅଛି। ମନ୍ଦିରଟି 700 ବର୍ଷ ତଳର। ଦୁଇଥର ଭାଙ୍ଗିଯିବା ପରେ ଏହା ନୂଆ କରି ତିଆରି କରାଯାଇଛି। ଅଳକା ନଈର ଏକ ଶାଖା ଏହି ଗ୍ରାମ ଆଡ଼କୁ ଲମ୍ବିଥିଲା, ଏବେ ଏହା ପୋତି ହୋଇଯାଇଛି। ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ। ଜୟ ଖଣ୍ଡେଶ୍ୱର ମହାଦେବ।